ଏଭ୍ରି 13 ପର୍ବ 5 ପଦରେ ଲେଖାଯାଏ, ଆଚାର ବ୍ୟବହାରରେ ଧନଲୋଭ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ଥାଅ। କାରଣ ସେ ନିଜେ କହିଅଛନ୍ତି, ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ। ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ଥାଅ କହିବାର ଅର୍ଥ ଏହା ନୁହେଁ ଯେ ଆପଣ ଆଉ କିଛି କାର୍ଯ୍ୟ କରିବେ ନାହିଁ ଏବଂ ଯେତିକି ଅଛି ସେତିକିରେ ଆପଣ ସନ୍ତୁଷ୍ଟ ରହିବେ। ଆଉ ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ଥାଅ କହିବାର ଅର୍ଥ ଏହା ନୁହେଁ ନିଜକୁ ସମ୍ପୂର୍ଣ୍ଣ ସୀମିତ ରଖିବେ ଏବଂ କୌଣସି ବିଷୟରେ ଆପଣ ପ୍ରଡକ୍ଟିଭ୍ ହେବା ପାଇଁ ଚାହିଁବେ ନାହିଁ, ତା ମଧ୍ୟ ନୁହେଁ। ବାକ୍ୟ ଆମକୁ ଶିକ୍ଷା ଦିଏ ଯେ ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ଥାଅ କହିବାର ଅର୍ଥ ଆମେମାନେ ସମ୍ପୂର୍ଣ୍ଣ ଭାବରେ ସମସ୍ତ ପ୍ରକାର ଧନ ଲୋଭରୁ ନିଜକୁ ଆମେମାନେ ଦୂରରେ ରଖିବା ନିତାନ୍ତ ଆବଶ୍ୟକ ଅଟେ। ତାହା ପ୍ରଥମରେ ହିଁ ଲେଖାଯାଏ ଏବଂ ଆମେମାନେ ପ୍ରତ୍ୟେକ ସମୟରେ ପରମେଶ୍ୱରଙ୍କୁ ନିଜ ଜୀବନର ଉତ୍ସ କରିବା ନିତାନ୍ତ ଆବଶ୍ୟକ ଅଟେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ମଧ୍ୟ ନିଜର ଶିଷ୍ୟମାନଙ୍କୁ ସେ କହିଲେ, ସମସ୍ତ ପ୍ରକାର ଧନ ଲୋଭରୁ ନିଜକୁ ତୁମେ ଦୂରେଇ ରଖ, ସାବଧାନ ହୁଅ, କାରଣ ମନୁଷ୍ୟର ଜୀବନ ସମସ୍ତ ଧନର ପ୍ରାଚୁର୍ଯ୍ୟତା ଉପରେ ନିର୍ଭର କରେ ନାହିଁ। ଆଉ ପ୍ରଭୁ ଶ୍ରୀଖ୍ରୀଷ୍ଟ କହୁଅଛନ୍ତି, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରେ କିନ୍ତୁ ନିଜର ଜୀବନ ହରାଏ ତେବେ ତାହାର କି ଲାଭ। ସେଥିପାଇଁ ଆମେମାନେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ନିଜ ଜୀବନର ଉତ୍ସ କରୁ, ପରମେଶ୍ୱରଙ୍କ ବାକ୍ୟକୁ ନିଜ ଜୀବନର ଉତ୍ସ କରୁ। ଧନ ଆମ ଜୀବନ ପାଇଁ ନିତାନ୍ତ ଆବଶ୍ୟକ ଅଟେ। ଏହା ଗୋଟେ ଟୁଲ୍ ଅଟେ। ଆମେମାନେ ତାହା ବ୍ୟବହାର କରି ଆମ ଜୀବନକୁ, ଆମର ପରିବାରକୁ, ଆମର ସମସ୍ତ ଆବଶ୍ୟକତାକୁ ଆମେମାନେ ପୂରଣ କରିବା ପାଇଁ ପରମେଶ୍ୱର ତାହା ଆମମାନଙ୍କୁ ଦିଅନ୍ତି। କିନ୍ତୁ ତାହା ଆମ ଜୀବନର କେନ୍ଦ୍ର ନ ହଉ, କିନ୍ତୁ ପ୍ରଭୁ ଶ୍ରୀଖ୍ରୀଷ୍ଟ ଆମ ଜୀବନର କେନ୍ଦ୍ର ହୁଅନ୍ତୁ। ଏମାନେ ଧନର ପ୍ରାଚୁର୍ଯ୍ୟତା ଉପରେ ନିର୍ଭର ନ କରି ଈଶ୍ୱରଙ୍କ ଉପରେ ନିର୍ଭର କରୁ ଏବଂ ଧନଲୋଭ ଶୂନ୍ୟ ହଉ। ଯାହା କିଛି ଅଛି ସେଥିରେ ଆମେ ସନ୍ତୁଷ୍ଟ ରହୁ। ଅନ୍ୟର ଧନ ଦେଖି କିମ୍ବା ଅନ୍ୟର କୌଣସି କାର୍ଯ୍ୟ ଦେଖି ଆମମାନେ ଲୋଭ କେବେ ନ କରୁ। ଯଦି ଆମମାନଙ୍କ ପାଖରେ କିଛି ଅଛି ଆମମାନେ କରୁ, ଯଦି ଆମମାନଙ୍କ ପାଖରେ କିଛି ନାହିଁ ଆମମାନେ ସନ୍ତୁଷ୍ଟ ହୋଇ ଈଶ୍ୱରଙ୍କ ଠାରେ ନିର୍ଭର କରି ରହୁ। ଆଉ ସେ କହିଅଛନ୍ତି, ଆମ୍ଭେ ତୁମକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମକୁ କେବେ ହେଁ ପରିତ୍ୟାଗ କରିବା ନାହିଁ। ଆମମାନଙ୍କର ଈଶ୍ୱର ପ୍ରେମିକ ଅଟନ୍ତି। ସେ ଜିହୋଭା ଜିରି ପରମେଶ୍ୱର ଅଟନ୍ତି, ଯିଏକି ପ୍ରାନ୍ତରରେ ମଧ୍ୟ ନିଜର ଲୋକମାନଙ୍କୁ ଖାଦ୍ୟ ଯୋଗାଇଲେ, ଆବଶ୍ୟକତାକୁ ଯୋଗାଇଲେ ଏବଂ ସେମାନଙ୍କୁ ପରିତୃପ୍ତ କଲେ। ସେହି ପରମେଶ୍ୱରଙ୍କୁ ଆମେମାନେ ଜାଣିଅଛୁ, ଆମେମାନେ ତାହାଙ୍କଠାରେ ନିର୍ଭର ରଖୁ। ସେ ଆମମାନଙ୍କୁ କେହି ମଧ୍ୟ ଛାଡ଼ିବେ ନାହିଁ, କେହି ମଧ୍ୟ ପରିତ୍ୟାଗ କରିବେ ନାହିଁ। ସେ ଆମମାନଙ୍କୁ ପ୍ରେମ କରନ୍ତି। ଯେଉଁମାନେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ନାହିଁ ସେମାନେ ଧନକୁ ଦେବତା ସଦୃଶ ମାନନ୍ତି, କିନ୍ତୁ ଆମ ଜୀବନର ଉତ୍ସ କେବଳ ପ୍ରଭୁ ଶ୍ରୀଖ୍ରୀଷ୍ଟ ହୁଅନ୍ତୁ, ଧନ ନ ହଉ। ଆମମାନଙ୍କୁ ଧନ ପରିଚାଳନା ନ କରୁ, କିନ୍ତୁ ଆମେମାନେ ଧନକୁ ବ୍ୟବହାର କରୁ। ପ୍ରଭୁ ଏହି ଅଳ୍ପ ଆଲୋଚନାରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।